ଉଠରେ ପୂତା ମାଣ ପୂରିଲା। କାପ୍ତାର ପୁଅଟିଏ ଝିଅଟିଏ। ସେ ପୁଅକୁ ମାଣେ ଝିଅକୁ ମାଣେ ଧାନ ଦେଲା। କହିଲା ୟାକୁ କୁଟି ଆଣ। ପୁଅ ଧାନ କୁଟି କରି ଆଣିଲା, ଝିଅ ବି କୁଟି କରି ଆଣିଲା। ପୁଅ ମାଣକୁ ଚାହିଁ ଦେଇ କାପ୍ତି ଭାରି ରାଗିଗଲା। କହିଲା ଧାନ ଦେଇଥିଲି କୁଣ୍ଡା ଚଷୁ ଆଣିଛୁ? ଧିକ୍ ତୋ ଜୀବନ। ଝିଅ ମାଣକୁ ଚାହିଁ ଦେଲା। ସେ ଭାରି ଖୁସି ହୋଇଗଲା। କହିଲା ମୋ ଝିଅ ସୁନା ଝିଅ, ଧାନ ଦେଇଥିଲି ଚାଉଳ ଆଣିଛି। କାପ୍ତି ଝିଅକୁ କୋଳକୁ ନେଲା, ଗେଲ କଲା, କୌତୁକ କଲା, ହେଲେ ପୁଅକୁ ଦୂର ଦୂର ମାର ମାର ହେଲା। ଢିଙ୍କି ଭରାଣ୍ଡିରେ ଥୋଇ ପୁଅ ମୁଣ୍ଡ ଉପରେ ପାହାର ପକେଇଲା। କଅଁଳ ମୁଣ୍ଡଟା ଛତୁ ହୋଇଗଲା। ଆଖି ଡୋଳା ଓଲଟି ପଡ଼ିଲା। ତାପରେ କାପ୍ତି ଝିଅ ଚାଉଳ କୁନ୍ଦେ ତଳେ ଅଜାଡ଼ିଲା। ଉପରେ ଚାଉଳ ତଳେ କୁଣ୍ଡା ଥିଲା। ସେ ପୁଅ ମାଣକୁ ବି ଅଜାଡ଼ିଲା। ତଳେ ଚାଉଳ ଉପରେ କୁଣ୍ଡା ଥିଲା। ଦିହିଁଙ୍କ ଚାଉଳ ମାପିଲା, ସମାନ ହେଲା। ସେଥିରୁ କାପ୍ତି ଢୁ କିନେ ମୁଣ୍ଡ ବାଡ଼େଇ ଦେଇ କହିଲା ମୁଁ ଚଣ୍ଡାଳୁଣୀ କ'ଣ କଲି? ଏକୋଇର ବଳା ବିଶିକେଶନ ମାରୁ ମାରୁ ତାକୁ ମାରି ପକେଇଲି। ସେ କାନ୍ଦିଲା, ଭାରି କାନ୍ଦିଲା। କେତେ ଯୁଗ ଧରି କାନ୍ଦି ଆସୁଛି। ତା ଆଖିରୁ ଲୁହ ଶୁଖୁନାହିଁ। ଗଛ ବୃଛ ଗହଳରୁ ଶୁଭୁଛି ଉଠରେ ପୂତା ମାଣ ପୂରିଲା, ଉଠରେ ପୂତା ମାଣ ପୂରିଲା। ପୂତା ଉଠିଲା ନାହିଁ। ଯେତେ କାନ୍ଦିଲେ ବି ଉଠିବ ନାହିଁ। ବୁଝି ବିଚାରି କାମ ନ କଲେ ଏମିତି ପ୍ରମାଦ ଗଣିବାକୁ ପଡ଼େ।